ଭୋକ ଲାଗୁଥିଲା। ସିଏ କୁକୁଡ଼ା କହିଲେ ତୁମେ ସବୁ ବସିଥାଅ, ମୁଁ କ୍ଷେତକୁ ଯାଉଛି ଦେଖିକି ଆସେ କ'ଣ ହେଇଛି। ସେମିତି ବାଟରେ ଗଲାବେଳେ କ'ଣ ପାଇଲା ଜାଣିଛ? ଗହମ ପାଇଲା। କ'ଣ ପାଇଲା? ଗହମ ପାଇଲା। ଗହମ ପାଇଲା ପରେ ସେ ଗହମକୁ ଗୋଟେଇକି ଆଣିଲା ହେଲା। ଆଣିକି କୁକୁରକୁ କହିଲା, ଆରେ କୁକୁର ଭାଇ ଆସ ଆମେ ଗହମକୁ କ୍ଷେତରେ ଲଗେଇବା। କୁକୁର କହିଲା ନାଇଁ ନାଇଁ ମୁଁ ଯିବିନି। ବିଲେଇକି ଡାକିଲା, ସାଙ୍ଗ ବିଲେଇ ଆସ ଲଗେଇବା। ବିଲେଇ କହିଲା ନାଇଁ ନାଇଁ ମୁଁ ଯିବିନି। ବତକକୁ ଡାକିଲା, ବତକ କହିଲା କୋକ୍ କୋକ୍ କରିକି ଯିବୁ ପାଇଁ କୋକ୍ କୋକ୍। ସେ କ'ଣ କଲା? ସିଏ ବି ମନା କଲା, କହିଲା ମୁଁ ଯିବି। କୁକୁଡ଼ା କହିଲା ହଉ ତାହେଲେ ମୁଁ ଏକୁଟିଆ ଯାଉଛି ବିଲରେ ଆଜି ଗହମକୁ ବୁଣିବି। ସେଠୁ ଗହମକୁ ବିଲରେ ଦେଇକି ରଖିଲା ହେଲା। ସେଦିନ ଗଲା, ସେଠୁ କୁକୁଡ଼ା ଗଲା ଡାକିଲା ଆସ ଆମେ ଗହମ ଗଛର ଯତ୍ନ ନେବା। କ'ଣ ନେବା? ଯତ୍ନ ନେବା। ସେ ବିଲେଇ ମନା କଲା, କୁକୁର ବି ମନା କଲା, ଆଉ ବତକ ବି ମନା କଲା, କହିଲା ଆମେ ପାଣି ଦେବୁନୁ କି ଆମେ ଯିବୁ। କୁକୁଡ଼ା କହିଲା ହଉ ମୁଁ ଯାଉଛି ଏକୁଟିଆ ପାଣି ଦେବି। ସେ ପାଣି ଦେଲା। ପାଣି ଦେଲା ପରେ କ'ଣ ହେଲା? ଗହମ ଗଛରେ ସୁନ୍ଦର ସୁନ୍ଦର ଫଳ ହେଲା। ଫଳ ହେଲା ଗହମ ଗଛରେ ଗହମ ଫଳିଲା। ଗହମକୁ ତାପରେ କ'ଣ କରାହବ? ଫଳିଲା ପରେ କଟା ହବ। ସେ ଡାକିଲା ଯାଇକି କୁକୁରକୁ, କୁକୁର ଭାଇ ଆସ ଆମେ ଆଜି ଗହମ ଗଛ କାଟିବା। କୁକୁର ମନା କଲା। ବିଲେଇକି ବି ଡାକିଲା, ବିଲେଇ ବି ମନା କଲା। ତାପରେ ବତକକୁ ଡାକିଲା, ବତକ ବି ମନା କଲା। କୁକୁଡ଼ା କହିଲା ହଉ ମୁଁ ଯାଉଛି ନିଜେ କାଟିଦେବି। କ'ଣ କରିବି? ନିଜେ କାଟିଦେବି। ସିଏ ଏଠୁ ନିଜେ ଯାଇକି କାଟିଲା। କାଟିକି ଚାଷ କଲା। ଚାଷ କରିକି କହିଲା ମୁଁ ଯାଉଛି ଆକୁ ଆଜି ପେড়େଇକି ଆଣିବି। ଗହମ ପେড়େଇଲେ କ'ଣ ହୁଏ? ଅଟା। କ'ଣ? ଅଟା ହୁଏ। ସେ ଗହମ ପେড়େଇବାକୁ ଡାକିଲା କୁକୁରକୁ, କୁକୁର ଭାଇ ଆସ ଯିବା ଗହମ ପେড়େଇବାକୁ। ସିଏ ମନା କଲା। ବିଲେଇକି ଡାକିଲା, ବିଲେଇ ମନା କଲା, ଆଉ ବତକକୁ ଡାକିଲା, ବତକ ବି ମନା କଲା। କହିଲା ହଉ ତାହେଲେ ମୁଁ ଯାଉଛି ଏକୁଟିଆ ପେড়େଇକି ଆସିବି। ସେ ଯାଇକି ଏକୁଟିଆ ପେড়େଇକି ଆସିଲା। ଅଟା ଧରିକି ଆସିଲା। ଆସିକି ଘରକୁ ଆସିଲା। ଘରକୁ ଆସିକି କ'ଣ କଲା? ଅଟାରେ କ'ଣ ତିଆରି ହୁଏ ଘରେ? ରୁଟି ଖାଇଛଟି? ସେ କ'ଣ କଲା? ଆସିକି ଘରେ ମୁଁ ରୁଟି କରିବି। ସେ ରୁଟିରେ କ'ଣ ଜାଣିଛ? ଆଳୁ ପରଟା। କ'ଣ କଲା? ଅଟାରେ ଆଳୁ ପରଟା ହୁଏ। ଆଳୁ ପରଟା ସେଥିରେ କଲା, ବହୁତ ବଢିଆ ବାସ୍ନା ହେଲା। କ'ଣ ହେଲା? ବହୁତ ବଢିଆ ବାସ୍ନା ହେଲା। ସେ ବାସ୍ନା ଗୁଡ଼ାକ କୁକୁର ନାକକୁ ଗଲା, ବିଲେଇ ନାକକୁ ଗଲା, ବତକ ନାକକୁ ଗଲା। ସେ କହିଲେ ଆରେ କୁକୁର ତ ଆଜି ବଢିଆ ବ୍ରେଡ୍ କରିଛି, ଆମକୁ ଭୋକ ହେଲାଣି। କୁକୁର କହିଲା ମୁଁ ଗୋଟେ ଖାଇବି। ବିଲେଇ କହିଲା ମୁଁ ଗୋଟେ ଖାଇବି। ଆଉ ବତକ କହିଲା ମୁଁ ବି ଗୋଟେ ଖାଇବି। ସିଏ ତ ଯାଇକି କୁକୁରକୁ ମାରିଲେ, କୁକୁର ଭାଇ ତମେ ବ୍ରେଡ୍ ତିଆରି କରିଛ, ଆମକୁ ଗୋଟେ ଦିଅ। କୁକୁଡ଼ା କହିଲା ତମେ ଗହମ ଲଗେଇଥିଲ? ସେ କହିଲେ ନାହିଁ। ତମେ ଗଛ କାଟିଥିଲ? ସେ କହିଲେ ନାହିଁ। ପେড়େଇବାକୁ ଯାଇଥିଲ? ସେ କହିଲେ ନାହିଁ। ଆସିଲ ଯାଇଥିଲ? ନାହିଁ। ବ୍ରେଡ୍ କଲା ବେଳେ ମୋ ସାଙ୍ଗରେ ଲାଗିଥିଲ? କହିଲେ ନାହିଁ। କୁକୁଡ଼ାକୁ ମନା କଲା, ତମେ ମୋତେ କିଛି ବି ସାହାଯ୍ୟ କରିନ, ମୁଁ ତମକୁ ଖାଇବାକୁ ଦେବିନି। ସେଠୁ କୁକୁଡ଼ା ତା ପାର୍କକୁ ଯାଇକି ଏକୁଟିଆ ବ୍ରେଡ୍ ଆଉ ଥମ୍ସଅପ୍ ଧରିକି ପିଇଲା। ପିଇକି ସେ ଆରାମରେ ଖୁସିରେ ରହିଲା। ଏମାନେ ସବୁ ଭୋକରେ ରହିଲେ, ସେମାନେ ପରିଶ୍ରମ କଲେନି, ଭୋକରେ ରହିଲେ। ଆମେ କ'ଣ ଜାଣିଲେ ଜାଣିଛ? ତମେ ଯଦି ପରିଶ୍ରମ ନ କରିବ ଭୋକରେ ରହିବ। ତୁମେ ସ୍କୁଲକୁ ଆସ ପାଠ ପଢ଼ିବାକୁ, ଯଦି ପାଠ ନ ପଢ଼ିବ ଚାକିରି ବି କରିବନି, ତେବେ କ'ଣ ହବ? ପଇସା ପାଇବନି। ପଇସା ନ ଆଣିଲେ ଜିନିଷ ମାର୍କେଟରୁ କିଣି ପାରିବନି, ଭୋକରେ ରହିବ। ସବୁବେଳେ ପରିଶ୍ରମ କରିବ। କ'ଣ କରିବ? ପରିଶ୍ରମ କରିବ। ପରିଶ୍ରମ କଲେ ଫଳ ମିଳିବ। ବୁଝିଲ? ଭଲ ଲାଗିଲା ଗପ? ହଁ।